ଝାରସୁଗୁଡ଼ା ଅମଲିପାଲିଠାରେ ଆୟୋଜିତ ଯୁବ ସମାବେଶରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସ୍ୱାଗତ ଭାଷଣ। ଝାରସୁଗୁଡ଼ା ସେବା ପକ୍ଷର ଏହି ଅମୃତ ବେଳାରେ ଆଜିର ଏହି ଦିନଟି ଆମ ସମସ୍ତଙ୍କ ପାଇଁ ଗୋଟିଏ ମହୋତ୍ସବର ଦିନ। କାରଣ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି। ମାନନୀୟ ପ୍ରଧାନମନ୍ତ୍ରୀଜୀ, ଓଡ଼ିଶାର 4.5 କୋଟି ଲୋକଙ୍କ ପକ୍ଷରୁ ଝାରସୁଗୁଡ଼ାର ମାଟିରେ ମୁଁ ଆପଣଙ୍କୁ ସ୍ୱାଗତ କରୁଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ପବିତ୍ର ଭୂମିକୁ ଆପଣଙ୍କୁ ସ୍ୱାଗତ। ମାନନୀୟ ପ୍ରଧାନମନ୍ତ୍ରୀଜୀ, ଝାରସୁଗୁଡ଼ାରେ ଆପଣଙ୍କର ଏହି କାର୍ଯ୍ୟକ୍ରମ ବିଧିର ବିଧାନ ଅଟେ। କାରଣ ଝାରସୁଗୁଡ଼ା ଏହି ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଠିକ୍ 8 ବର୍ଷ ପୂର୍ବେ ସେପ୍ଟେମ୍ବର 22 ତାରିଖରେ ଆପଣଙ୍କର କରକମଳରେ ଲୋକାର୍ପିତ ହୋଇଥିଲା। ଆଜି ଏହି ଏୟାରପୋର୍ଟ ଓଡ଼ିଶାକୁ, ବିଶେଷ କରି ପଶ୍ଚିମ ଓଡ଼ିଶାର ବିକାଶର ଗତିକୁ ତ୍ୱରାନ୍ୱିତ କରିଛି। କିଛି ଦିନ ପୂର୍ବେ ସମଗ୍ର ଦେଶ ହର୍ଷ ଉଲ୍ଲାସର ସହିତ ଆପଣଙ୍କର ଜନ୍ମଦିନର ପାଳନ କରିଥିଲା। ଏହା କେବଳ ଏକ ଜନ୍ମଦିନର ଉତ୍ସବ ନଥିଲା, ବରଂ ଏହା ଥିଲା ଦେଶ ପ୍ରତି ଆପଣଙ୍କର 50 ବର୍ଷରୁ ଅଧିକ ସମୟ ଧରି ଅତୁଟ ସମର୍ପଣ ଭାବରେ କରିଥିବା ସେବାର ପ୍ରତିଫଳନ। ସେପ୍ଟେମ୍ବର 17ରୁ ଅକ୍ଟୋବର 2 ପର୍ଯ୍ୟନ୍ତ ସେବା ପକ୍ଷ ଭାବରେ ପାଳନ କରିବା ଏହାର ସବୁଠାରୁ ବଡ଼ ପ୍ରେରଣା। ଏହା ଆମ ପାଇଁ ସେବା ପର୍ବ। ଆଜିର ଏହି ସମାବେଶ ଯୁବବର୍ଗଙ୍କ ପାଇଁ ସମର୍ପିତ। ବିଶେଷ କରି 2014 ପରେ ଦେଶର ଯୁବବର୍ଗଙ୍କ ପାଇଁ ଆପଣ ଯଥାର୍ଥ ଭାବେ ସବୁଠାରୁ ବଡ଼ ଆଇକନ୍। ଦେଶର ଯୁବବର୍ଗଙ୍କ ପାଇଁ ଆପଣ ପ୍ରେରଣାର ସ୍ରୋତ। ଦେଶର ବିକାଶର ପାଇଁ ଆପଣଙ୍କ ଯେଉଁ 4 ବର୍ଗଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି, ସେଥିରେ ଯୁବବର୍ଗଙ୍କ ପାଇଁ ଏକ ବିଶେଷ ସ୍ଥାନ ରହିଛି। ଯୁବବର୍ଗଙ୍କ ପାଇଁ ଆପଣ ଅନେକ ଯୋଜନା ଆରମ୍ଭ କରିଛନ୍ତି, ଯାହାର ସକାରାତ୍ମକ ପରିଣାମ ଆଜି ସ୍ପଷ୍ଟ ଭାବେ ଦେଖାଯାଉଛି। ସମାଜ ଏକତ୍ରିତ ଭାବେ ଏକ ମନରେ ଆପଣଙ୍କ ସହିତ ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି। ସମୃଦ୍ଧ ଓଡ଼ିଶାର ରଜତ ମହାପାତ୍ରଙ୍କ ରିପୋର୍ଟ।